ଆମ ଶାସ୍ତ୍ରରେ ଥିବା 16 ସଂସ୍କାର ମଧ୍ୟରୁ ବିବାହ ହେଉଛି ଏକ ସଂସ୍କାର। ବିବାହ ତା ସହିତ ଆମ ଜୀବନର ଗୋଟେ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ବି କହିଲେ ଭୁଲ ହବନି। ଆମ ଶାସ୍ତ୍ରରେ 8 ପ୍ରକାର ବିବାହ ଉଲ୍ଲେଖ ରହିଛି, ଯଥା ବ୍ରାହ୍ମ ବିବାହ, ଦୈବ ବିବାହ, ଆର୍ଷ ବିବାହ, ପ୍ରଜାପତ୍ୟ ବିବାହ, ତା ସହିତ ଆପଣମାନଙ୍କର ରାକ୍ଷସ ବିବାହ, ପୈଶାଚ ବିବାହ, ଆସୁର ବିବାହ, ଏହିପରି 8ଟି ବିବାହର ଉଲ୍ଲେଖ ରହିଛି। ଆଜି ଆମେ ସେହି 8ଟି ବିବାହ ମଧ୍ୟରୁ ଗୋଟିଏ ବିବାହ ବିଷୟରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପୁଣି ଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା କି ପୈଶାଚ ବିବାହ କାହାକୁ କହନ୍ତି ଏବଂ ଏହି ବିବାହଟି କିପରି ହୋଇଥାଏ, ସେ ବିଷୟରେ ଡିଟେଲ୍ସରେ ଜାଣିବା। ତା ପୂର୍ବରୁ ସ୍ୱପ୍ନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ପୈଶାଚ ବିବାହ ବିଷୟରେ କଥା ହେବା, ତାହେଲେ ପୈଶାଚ ବିବାହ ତାକୁ କହନ୍ତି ଯାହାକି କୌଣସି କନ୍ୟା ବା ଝିଅକୁ ମାୟା ବା କପଟ କରିକି ତାକୁ ଭୁଲେଇ ଯଦି ବିବାହ କରାଯାଇଥାଏ, ତାହେଲେ ସେପରି ବିବାହକୁ ଆମେ ପୈଶାଚ ବିବାହ କହିଥାଉ। ଏହା ଏକ ନୀଚ ଶ୍ରେଣୀର ବିବାହ ଅଟେ। ଏତ ଥିଲା ପୈଶାଚ ବିବାହ କାହାକୁ କହନ୍ତି। ଆମେ ନେକ୍ସଟ ଭିଡ଼ିଓରେ ଅନ୍ୟ 7ଟି ବିବାହ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆଜି ପାଇଁ ତ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।